All my students, welcome to my YouTube channel with a new poem Mice. ନୂଆ କବିତାଟିଏ ମାଇସ୍କୁ ନେଇକି ମୋ ଚ୍ୟାନେଲକୁ ସମସ୍ତଙ୍କୁ ସ୍ୱାଗତ କରୁଛି। ପିଲାମାନେ ମାଇସ୍ କବିତାକୁ ଆମେ ଯିବା ପୂର୍ବରୁ ତୁମେମାନେ ସବୁ କାଇଟ୍କୁ ପଢ଼ି ସାରିଲଣି। ଗ୍ରେଡି ଫ୍ୟାଟ୍ ଓଲ୍ଡ ମ୍ୟାନ୍ ପାର୍ଟ 1, ପାର୍ଟ 2, ପାର୍ଟ 3କୁ ଭଲସେ ଦେଖି ଦିଅ। ତାପରେ ଆମେ ମାଇସ୍କୁ କବିତାକୁ ଯିବା। ତାର ପ୍ରଥମେ ଶବ୍ଦାର୍ଥ ଜାଣିବା, ବିଷୟଟିକୁ ବୁଝିବା, କବିତାଟିକୁ ବୁଝିବା, ତାର ପ୍ରଶ୍ନ ଉତ୍ତର ମଧ୍ୟ ଗୋଟିଏ ଭିଡ଼ିଓରେ ସବୁ ସାରି ଦେବା। ଚାଲ ଆମେ ଯିବା କବିତା ମାଇସ୍। ମାଇସ୍ କହିଲେ କ'ଣ କହିଲ? ମାଉସର ପ୍ଲୁରାଲ ହେଉଛି ମାଇସ୍, MOUSE। ମାଉସ କହିଲେ ମୂଷା, ମାଇସ୍ କହିଲେ ବହୁତ ମୂଷା ବା ଦୁଇରୁ ଅଧିକ ମୂଷା, ଦୁଇ ବା ଦୁଇରୁ ଅଧିକ ହେଲେ ମାଇସ୍ କୁହାଯାଏ। ତ ମାଉସ MOUSE, ମାଉସର ପ୍ଲୁରାଲ ଫର୍ମ, ବହୁବଚନ ପ୍ଲୁରାଲ ଫର୍ମ ହେଲା ମାଇସ୍। ବୁଝିପାରିଲେ? ମାଇସ୍ କହିଲେ ବହୁତ ଗୁଡ଼ିଏ ମୂଷା ବା ଦୁଇରୁ ଅଧିକ ହେଲେ କହିବା ଆମେ ମାଇସ୍। ଚାଲ ଆମେ ଯିବା। ପ୍ରି ରିଡିଂ ପ୍ରଥମେ କରିବା। ୟୁର ଟିଚର ୱିଲ୍ ଇଣ୍ଟ୍ରୋଡ୍ୟୁସ୍ ଦ ପଏମ୍ ଇନ୍ ଦ ଫଲୋଇଂ ୱେ। ତୁମ ଶିକ୍ଷକ ବା ଶିକ୍ଷୟିତ୍ରୀ ତୁମକୁ ଶ୍ରେଣୀରେ କବିତାଟିକୁ ପ୍ରଥମେ ଇଣ୍ଟ୍ରୋଡ୍ୟୁସ୍ କରିବେ। ସି ୱିଲ୍ ଆସ୍କ ଫଲୋଇଂ କ୍ୱେଶ୍ଚିନ୍। କିଛି କ୍ୱେଶ୍ଚିନ୍ ବି ପଚାରିବେ। କ୍ୱେଶ୍ଚିନ୍ ଗୁଡ଼ିକ କ'ଣ ହେଲା? ପ୍ରଥମ କ୍ୱେଶ୍ଚିନ୍ଟି ହେଲା, ଡୁ ନଟ୍ ୟୁ ଲାଇକ୍ ମାଉସ୍? ତୁମକୁ ପିଲାମାନେ ମାଉସ୍ ଭଲ ଲାଗେନି କି? ମୂଷା ଭଲ ଲାଗେନି କି? ହ୍ୱାଇ ଅର୍ ହ୍ୱାଇ ନଟ୍? ଯଦି ଭଲ ଲାଗେନି କାହିଁକି? ଗିଭ୍ ରିଜନ୍, ତାର କାରଣ କୁହ। ହିଅର୍ ଇଜ୍ ଏ ପଏମ୍ ଅନ୍ ମାଇସ୍। ଆମେ ମୂଷା ଉପରେ ଗୋଟେ କବିତା ଅଛି, ଲେଟ୍ ଅସ୍ ରିଡ୍। ଚାଲ ପଢ଼ିବା, ଏନ୍ଜୟ କରିବା, ଆନନ୍ଦରେ ପଢ଼ିବା ଆଣ୍ଡ ସି, ଦେଖିବା ୱେଦର ଦ ପଏଟ୍ ଲାଇକ୍ସ ଅର୍ ଡିସଲାଇକ୍ ମାଇସ୍। ଚାଲ ଦେଖିବା ଯେ ମାଇସ୍ କବିତାଟି ଭଲ ଲାଗୁଛି କି ଭଲ ଲାଗୁ ନାହିଁ। ରିଡ୍ ଦ ପଏମ୍ ସାଇଲେଣ୍ଟଲି ଆଣ୍ଡ ଟ୍ରାଏ ଟୁ ଆନ୍ସର ଦ କ୍ୱେଶ୍ଚିନ୍। ଚାଲ କବିତାଟିକୁ ମନ ଦେଇକି ଆମେ ପ୍ରଥମେ ପଢ଼ିବା। ଟେକ୍ସଟ, କବିତାଟି ଏଠୁ ଆମର ଆରମ୍ଭ ହୋଇଗଲା। ଟେକ୍ସଟ ଦେଖ, ମୁଁ ତୁମକୁ କହିଦେଉଛି, ସବୁ ଶବ୍ଦାର୍ଥ ଲେଖିବ। ଆଇ ଥିଙ୍କ, ଥିଙ୍କ ମାନେ ଭାବିବା। ମାଇସ୍ ମୁଁ ଅଲରେଡି କହିସାରିଲିଣି ପୂର୍ବରୁ ଯେ ଗୋଟିଏ କିମ୍ବା ଦୁଇଟି ମାଇସ୍କୁ, ଗୋଟିଏରୁ ଅଧିକ ଦୁଇ କିମ୍ବା ଦୁଇରୁ ଅଧିକକୁ ମାଇସ୍ କୁହାଯାଏ। ମାଇସ୍ ହେଉଛି ମୂଷାର ପ୍ଲୁରାଲ ଫର୍ମ, ବହୁବଚନ। ଆର୍, ଆଇ ଥିଙ୍କ ମାଇସ୍ ଆର୍ ରାଦର, ରାଦର କହିଲେ ବରଂ, ବରଂ ରାଦର, RATHER, ରାଦର। ନାଇସ୍ କହିଲେ ସୁନ୍ଦର। ତାର କ'ଣ କହିଲା? ଆଇ ଥିଙ୍କ ମାଇସ୍ ଆର୍ ନାଇସ୍। କହିଲା ଆଇ ଥିଙ୍କ ମାଇସ୍ ଆର୍ ନାଇସ୍। ମୁଁ ଭାବୁଛି, ଆଇ ଥିଙ୍କ ମାନେ ମୁଁ ଭାବୁଛି ମୂଷାମାନେ ବରଂ ସୁନ୍ଦର। ମୁଁ ଭାବୁଛି ଯେ ମୂଷାମାନେ, ରାଦର କହିଲେ ବରଂ ସୁନ୍ଦର। ଆଇ ଥିଙ୍କ ମାଇସ୍ ଆର୍ ନାଇସ୍। ମୁଁ ଭାବୁଛି ମୂଷାମାନେ ବରଂ ସୁନ୍ଦର। ଦେୟାର ଟେଲ୍ସ, ସେମାନଙ୍କର ଟେଲ୍ସ। ଟେଲ୍ସ କହିଲେ ଲାଞ୍ଜ। ସମସ୍ତେ ଲେଖିଦିଅ, TAILS, ଲାଞ୍ଜ। ସେମାନଙ୍କର ଲାଞ୍ଜ ଆର୍ ଲଙ୍ଗ, ଲମ୍ବା। ଲଙ୍ଗ କହିଲେ ଲମ୍ବା, LONG। ଟେଲ୍ସ କହିଲେ ଲାଞ୍ଜ, ଲଙ୍ଗ କହିଲେ ଲମ୍ବା, ବରଂ କହିଲେ ରାଦର, ନାଇସ୍ କହିଲେ ସୁନ୍ଦର। ଆଇ ଥିଙ୍କ ମାଇସ୍ ଆର୍ ରାଦର ନାଇସ୍, ଦେୟାର ଟେଲ୍ସ ଆର୍ ଲଙ୍ଗ। ମୁଁ ଭାବୁଛି ବରଂ ମୂଷାମାନେ ସୁନ୍ଦର। ମୁଁ ଭାବୁଛି ମୂଷାମାନେ ବରଂ ସୁନ୍ଦର। ଦେୟାର ଟେଲ୍ସ ଆର୍ ଲଙ୍ଗ, ତାଙ୍କ ଲାଞ୍ଜ ଗୁଡ଼ିକ ଲମ୍ବା। ମୂଷାର ଲାଞ୍ଜ କ'ଣ? ଲମ୍ବା। ତୁମାନେ ସମସ୍ତେ ଲେଖିଦେଲ। ଏବେ ଯିବା ଆମେ
ଦେୟାର ଟେଲ୍ସ ଆର୍ ଲଙ୍ଗ। ମୂଷା ଗୁଡ଼ିକର ଲାଞ୍ଜ ଲମ୍ବା ଅଟେ। ଦେୟାର ଫେସେସ୍ ସ୍ମଲ୍। ତାଙ୍କ ମୁହଁ ଗୁଡ଼ିକ ଛୋଟ। ଫେସ୍ କହିଲେ ମୁହଁ। FACES। ଫେସ୍ କହିଲେ ମୁହଁ। ଫେସ୍ କହିଲେ ମୁହଁ। ତାଙ୍କ ମୁହଁ ଛୋଟ। ଦେ ହାଭ୍ ନଟ୍ ଏନି ସ୍କିନ୍ ଆଟ୍ ଅଲ୍। ସ୍କିନ୍ କହିଲେ ଚର୍ମ। SKIN ଚର୍ମ। ମୁଁ ଭାବୁଛି ମୂଷାମାନେ ବରଂ ସୁନ୍ଦର। ତାଙ୍କ ଲାଞ୍ଜ ଲମ୍ବା। ତାଙ୍କ ମୁହଁ ଛୋଟ। ଦେ ହାଭ୍ ନଟ୍ ଏନି ସ୍କିନ୍ସ ଆଟ୍ ଅଲ୍। ତାଙ୍କର କୌଣସି ପ୍ରକାର ଚର୍ମ ନାହିଁ। SKIN। ଦେୟାର ଇୟର୍ସ ଆର୍ ପିଙ୍କ୍। ଇୟର୍ସ କହିଲେ କାନ। ଇୟର୍ସ କହିଲେ କ'ଣ? କାନ। ତାଙ୍କ କାନ। ତାଙ୍କ କାନ ଗୁଡ଼ିକ କ'ଣ? ପିଙ୍କ୍। ପିଙ୍କ୍ କହିଲେ ଗୋଲାପୀ। ମୂଷାର କାନ କିପରି? ଗୋଲାପୀ। ତାଙ୍କ କାନ ଗୁଡ଼ିକ ଗୋଲାପୀ। ଦେୟାର ଇୟର୍ସ କହିଲେ କାନ ଗୁଡ଼ିକ ଗୋଲାପୀ। ସ୍କିନ୍ ତାଙ୍କର ଚର୍ମ ନାହିଁ। ଦେୟାର ଟିଥ୍। ଟିଥ୍ କହିଲେ ଦାନ୍ତ ଗୁଡ଼ିକ। ଦାନ୍ତ ଗୁଡ଼ିକ। ତାଙ୍କ ଦାନ୍ତ ଗୁଡ଼ିକ କେମିତି? ହ୍ୱାଇଟ୍। ହ୍ୱାଇଟ୍ କହିଲେ ଧଳା। ତାଙ୍କ ଦାନ୍ତ ଗୁଡ଼ିକ ଧଳା। ଫେସେସ୍ କହିଲେ ମୁହଁ। ଇୟର୍ସ କହିଲେ କାନ। ଟିଥ୍ କହିଲେ ଦାନ୍ତ। ସ୍କିନ୍ କହିଲେ ଚର୍ମ। ତାହେଲେ ତାଙ୍କ କାନ ଗୁଡ଼ିକ ହେଲା ପିଙ୍କ୍। ଦାନ୍ତ ହ୍ୱାଇଟ୍। ସ୍କିନ୍ ନାହିଁ। ଫେସ୍ ସ୍ମଲ୍। କାହାର? ମୂଷା ଗୁଡ଼ିକର। ତାପରେ ଅଛି ଦେ ରନ୍ ମାନେ ଦୌଡ଼ିବା। RUN ରନ୍ ମାନେ ଦୌଡ଼ିବା। ଦେ ରନ୍ ଏବାଉଟ୍ ଦ ହାଉସ୍ ଆଟ୍ ନାଇଟ୍। ରାତିରେ ସେମାନେ ଦ ହାଉସ୍ ଆଟ୍ ନାଇଟ୍ କହିଲେ ରାତିରେ ସେମାନେ ଘର ଗୁଡ଼ିକରେ ଏଣେ ତେଣେ ବୁଲନ୍ତି। ରନ୍ ମାନେ ବା ଦୌଡ଼ନ୍ତି। ଦେ ନିବିଲ୍ ଥିଙ୍ଗସ୍ ଦେ ସୁଡ୍ ନଟ୍ ଟଚ୍। ସେମାନେ ନିବିଲ୍ କହିଲେ NIBBLE। ଦେ ନିବିଲ୍ ଥିଙ୍ଗସ୍ ସେମାନେ ଜିନିଷ ଗୁଡ଼ିକ ଦେ ସୁଡ୍ ନଟ୍ ଟଚ୍। ଦେ ନିବିଲ୍ ଥିଙ୍ଗ୍ ଦେ ସୁଡ୍ ନଟ୍ ଟଚ୍। ସେମାନେ ଜିନିଷ ଗୁଡ଼ିକ ଟିକେ ଟିକେ କାମୁଡ଼ନ୍ତି। ଯେଉଁଗୁଡ଼ିକ ସେମାନେ ଛୁଇଁବା ଉଚିତ ନୁହଁ। ନିବିଲ୍ କହିଲେ ଯେଉଁଗୁଡ଼ାକ ଛୁଇଁବା ଉଚିତ ନୁହଁ। ଦେ ନିବିଲ୍ ଥିଙ୍ଗସ୍ ଯେଉଁଗୁଡ଼ିକ ଛୁଇଁବା ଉଚିତ ନୁହଁ। ସେମାନେ ଛୋଟ ଛୋଟ ଦାନ୍ତରେ ତାଙ୍କର କାମୁଡ଼ନ୍ତି। ଦେ ନିବିଲ୍ ଥିଙ୍ଗସ୍ ଦେ ସୁଡ୍ ନଟ୍ ଟଚ୍। ଯେଉଁ ଜିନିଷ ଗୁଡ଼ିକ ଛୁଇଁବା କଥା ନୁହଁ ସେମାନେ ଟିକେ ଟିକେ କାମୁଡ଼ନ୍ତି। ଦେ ନିବିଲ୍ ଥିଙ୍ଗସ୍ ଯେଉଁ ସବୁ ଜିନିଷ ଥାଏ। ନିବିଲ୍ କହିଲେ ଯେଉଁ ସବୁ ଜିନିଷ ଥାଏ ସେଗୁଡ଼ା ଧୀରେ ଧୀରେ ଦାନ୍ତରେ କାମୁଡ଼ନ୍ତି। ସୁଡ୍ ନଟ୍ ମାନେ ଉଚିତ ନୁହଁ। ଟଚ୍ ମାନେ ଛୁଇଁବା। And no one seemed to like them much. And no one seems କହିଲେ କେହି ବୋଧ ହୁଏ ସେମାନଙ୍କୁ ଭଲ ପାଆନ୍ତି ନାହିଁ। And no one seem କହିଲେ କେହି ବୋଧେ to like them much. No one seem କେହି ବୋଧେ ତାଙ୍କୁ ଭଲ ପାଆନ୍ତି ନାହିଁ। But I think mice are nice। କିନ୍ତୁ ମୁଁ ଭାବୁଛି ମୂଷା ଗୁଡ଼ିକ ବହୁତ ସୁନ୍ଦର। ଆଉ ଥରେ ଚାଲ କବିତାଟି ଭଲସେ ପଢ଼ିଦେବା। I think mice are rather nice। ମୁଁ ଭାବୁଛି ମୂଷା ଗୁଡ଼ିକ ବରଂ ସୁନ୍ଦର। Their tails are long। ତାଙ୍କ ଲାଞ୍ଜ ଗୁଡ଼ିକ ଲମ୍ବା। Their faces small। ତାଙ୍କ ମୁହଁ ଛୋଟ। They have not any skins at all। ତାଙ୍କର କୌଣସି ପ୍ରକାର ଚର୍ମ ନଥାଏ।
ଦେୟାର ଇୟର୍ସ ଆର୍ ପିଙ୍କ, ତାଙ୍କ କାନ ଗୁଡ଼ିକ ପିଙ୍କ କଲର୍। ଦେୟାର ଟିଥ୍ସ ଆର୍ ହ୍ୱାଇଟ୍, ତାଙ୍କ ଦାନ୍ତ ଧଳା। ଦେ ରନ୍ ଏବାଉଟ୍ ଦ ହାଉସ୍ ଆଟ୍ ନାଇଟ୍, ରାତିରେ ସେମାନେ ଏଣେ ତେଣେ ବୁଲନ୍ତି। ଦେ ନିବିଲ୍ ଥିଙ୍ଗସ୍ ଦେ ସୁଡ୍ ନଟ୍ ଟଚ୍, ଯେଉଁ ଜିନିଷ ପତ୍ର ଗୁଡ଼ିକ ଛୁଇଁବା ଉଚିତ ନୁହଁ ସେମାନେ ଟିକେ ଟିକେ ତାଙ୍କ ଦାନ୍ତରେ କାମୁଡ଼ନ୍ତି। ଆଣ୍ଡ no one seems to like them and no one seems to like them much, କେହି ବୋଧେ ସେମାନଙ୍କୁ ଭଲ ପାଆନ୍ତି ନାହିଁ। ବଟ୍ ଆଇ ଥିଙ୍କ ମାଇସ୍ ଆର୍ ନାଇସ୍, କିନ୍ତୁ ମୁଁ ଭାବୁଛି ମୂଷା ଗୁଡ଼ିକ ବହୁତ ସୁନ୍ଦର। ବୁଝିଲା ସମସ୍ତଙ୍କୁ? ଏବେ ଯିବା ଆମେ କୋଶ୍ଚିନ୍ କରିବା। କେତେଟା କୋଶ୍ଚିନ୍ ଅଛି? 10ଟା ଆମର କୋଶ୍ଚିନ୍ ଅଛି, ତାକୁ 11ଟା କୋଶ୍ଚିନ୍ ଅଛି, ତାକୁ ଆମେ କରିଦେବା। ପ୍ରଥମ କୋଶ୍ଚିନ୍ କ'ଣ ଅଛି ଚାଲ ଦେଖିବା। ହ୍ୱାଟ୍ ଇଜ୍ ଦ ପଏମ୍ ଏବାଉଟ୍, ପଏମ୍ଟି କାହା ବିଷୟରେ? ହ୍ୱାଟ୍ ଇଜ୍ ଦ ପଏମ୍ ଏବାଉଟ୍, ପଏମ୍ଟି କାହା ବିଷୟରେ? What is the poem about? ପଏମ୍ଟି କାହା ବିଷୟରେ? The poem is about mice. ପଏମ୍ଟି କାହା ବିଷୟରେ? ମୂଷା ବିଷୟରେ। What is the poem about? The poem is about mice. ଯିବା ଏବେ କ୍ୱେଶ୍ଚିନ୍ ନମ୍ବର 2 କୁ। Who is I in the first line of the poem? ପଏମ୍ର ଫାଷ୍ଟ ଲାଇନ୍ରେ କିଏ ହେଉଛି I? ମୁଁ କିଏ? In the first line of the I means the poet. ଫାଷ୍ଟ ଲାଇନ୍ I ରେ ହେଲା poet, ବା the poet is I in the first line of the poem, ଯୋଉଟା ତୁମେ ଲେଖିପାରିବ ତମକୁ ଭଲ ଲାଗୁଛି। Second question, who is I in the first line of the poem? The poet is I in the first line of the poem. The poet is I in the first line of the poem. ତାପରେ question number 3. What, question number ହେଲା what are the tail of mice like? ମୂଷାର ଲାଞ୍ଜ ଗୁଡ଼ିକ କିପରି ଅଟେ? What are the tail of mice? The tails of mice are long. ମୂଷାର ଲାଞ୍ଜ ଗୁଡ଼ିକ କିପରି? କହିଥିଲି tails of mice are long. Question number 3 ଆମର complete. ମୂଷାର ଲାଞ୍ଜ ଗୁଡ଼ିକ ଲମ୍ବା ଅଟେ। ଏବେ ଯିବା question 4 କୁ। They have no skin at all. Does this mean that they have no skin or do they have very thin skin? ସେ କହିଲା ଯେ ଓଡ଼ିଆରେ ମୁଁ ଲେଖିଦେଇଛି ବୁଝିବା ପାଇଁ। They have no skin at all. ସେମାନଙ୍କର ପ୍ରାୟ ଆଦୌ ଚର୍ମ ନାହିଁ। ଏହା କ'ଣ ସେମାନଙ୍କର ଚର୍ମ ନଥିବା କିମ୍ବା ପତଳା ଚର୍ମକୁ ବୁଝାଏ? ସେ କହିଛି they have no skin at all. ତାଙ୍କର କ'ଣ ଚର୍ମ ନାହିଁ? ନା ତାଙ୍କର thin skin, ତାଙ୍କର very thin skin. They have no skin at all mean they have very thin skin. ତାଙ୍କର ଚର୍ମ ନଥିବା କହିବା କାରଣ କ'ଣ? ତାଙ୍କର ପତଳା ଚର୍ମ। ତ ଆନ୍ସରରେ କ'ଣ ହେବ? They have no skins at all. It mean that they have very thin skin. ତାଙ୍କର ଚର୍ମ ନାହିଁ କହିବା କାରଣ ସେମାନଙ୍କର ବହୁତ ପତଳା ଚର୍ମ। Question number 5 କୁ ଯିବା। 5 ହେଲା What is the color of their ears? ତାଙ୍କ କାନ ଗୁଡ଼ିକ କୋଉ କଲର୍? The color of their ear is pink. କାନ ହେଲା pink.
क्वेश्चन नंबर 7 को जीवा 6 को Where do they run about at night? कुआड़े से मन रात्रे जानती They run about the house at night. ସେମାନେ କୋଉଠି ଏଣେ ରାତିରେ ବୁଲନ୍ତି ସେମାନେ ରାତିରେ କେଉଁଠି ଘୁରି ବୁଲନ୍ତି They run about house at night. ସେ କେଉଁଠାରେ ଏଣେ ତେଣେ ବୁଲନ୍ତି ସେମାନେ ଘରେ ଏଣେ ତେଣେ ବୁଲନ୍ତି Where do they run about at night? They run about at the house at night. ଯିବା ଆମେ क्वेश्चन नंबर 7 को Which thing do they nibble? କେଉଁ ଜିନିଷ ଗୁଡ଼ିକ ସେମାନେ ଟିକି ଟିକି କରି କାମୁଡ଼ି ଦିଅନ୍ତି Which things do they nibble? Nibble ମାନେ ଟିକି ଟିକି କରି କାମୁଡ଼ିବା Nibble ମାନେ ଟିକି ଟିକି କରି କାମୁଡ଼ିବା Which thing do they nibble? They nibble everything they find in the house. ସେମାନେ ଯେଉଁ ଗୁଡ଼ିକ ଜିନିଷ ପାଆନ୍ତି ସେଗୁଡ଼ିକ ଟିକି ଟିକି କରି କାମୁଡ଼ନ୍ତି କ'ଣ କ'ଣ Those are cakes ଘରେ କେକ୍ ଥିଲେ vegetables ପରିବା ଥିଲେ fruits ଫଳ ଥିଲେ clothes ପୋଷାକ ଥିଲେ ଆଉ ଗୋଟେ ହବ books They nibble everything they finds in the house. ସେମାନେ ଛୋଟ ଛୋଟ କରି ଯାହା ଘରେ ପାଆନ୍ତି କାଟି ଦିଅନ୍ତି Those are cakes, books, vegetable, fruits, clothes. Which things do they nibble? କେଉଁ ଗୁଡ଼ିକ ଟିକି ଟିକି କରି କାମୁଡ଼ନ୍ତି They nibble everything they find in the house. Those are cakes, vegetable, fruits, clothes. ଏବେ ଯିବା ଆମେ क्वेश्चन नंबर 8 को Do most people like mice? बहुत people भल पाती कि mice की No. अधिकांश लोक भल पाती कि मूषा को जदि भल पाती काहेकि Do most people like mice? अधिका लोक भल पाती कि काहेकि No, most people do not like mice. Do most people like mice? तार आंसर हब No, most people don't like mice. Why? कौन पाई भल पाते नहीं Because they destroy many valuable things. ସେମାନେ बहुत मूल्यवान जिनस को काटी दियंती valuable कहले मूल्यवान ସେମାନେ बहुत गुड़े मूल्यवान जिनस को काटी दियंती ସେଇଥିପାଇଁ ଲୋକମାନେ ପସନ୍ଦ କରନ୍ତିନି Does the poet like mice? Yes, the poet like mice because he or she said I like mice. Does the poet like mice? Yes, the poet like mice. କ'ଣ ପାଇଁ ନା ସେମାନେ କବିତାରେ ଅଲରେଡ଼ି କହିଥିଲେ mice are rather than nice. ମାଇସ୍ ଗୁଡ଼ିକ ଭଲ ଲାଗନ୍ତି ବୋଲି କିନ୍ତୁ ବହୁତ ଲୋକକୁ ଭଲ ଲାଗେନି କ'ଣ ପାଇଁ Because they destroy many valuable things. ସେମାନେ ନଷ୍ଟ କରିଦିଅନ୍ତି ବହୁତ ମୂଲ୍ୟବାନ ଜିନିଷ ଗୁଡ଼ିକ ଯିବା क्वेश्चन नंबर 7 Which line tell you so? ହଁ ଏଠି क्वेश्चन ଆସିଗଲା ଆମର କୋଉ ଲାଇନରୁ ଜାଣିଲ ଯେ ପୋଏଟକୁ ମୂଷା ଭଲ ଲାଗେ କେଉଁ ଧାଡ଼ି ତୁମକୁ ସେପରି କୁହେ ଯେ ମୂଷା ଭଲ ଲାଗେ ପୋଏଟ କହିଛନ୍ତି The last line but I think mice are nice. The last line but I think mice are nice tell us so. ସେଥିରୁ ଆମେ ଜାଣିଲେ ଯେ ପୋଏଟକୁ ଭଲ ଲାଗେ ସେ ପଚାରିଲା କ୍ୱେଶ୍ଚିନ୍ Which line tell you so? ତମକୁ କେଉଁ ଧାଡ଼ିରୁ ଜାଣିଲ ଯେ ମୂଷା ଭଲ ଲାଗେ The last line mice are rather than nice. Sorry. First line ଥିଲା mice are rather than nice. But last line ଥିଲା କ'ଣ But I think mice are nice. ସେଥିରୁ ଆମେ ଜାଣିଲୁ Tell us so. Which line are repeated in the poem? କେଉଁ ଲାଇନ୍ ରିପିଟେଡ୍ ହେଇଛି I think mice are rather nice. ଦେଖିଦେବା ଚାଲ କବିତାଟି ଦେଖିଲେ ତୁମେ ଜାଣିପାରିବ ଯେ କେଉଁ ଲାଇନ୍ରେ ରିପିଟ୍ ହେଇଛି I think mice are rather nice. ଆଉ ଗୋଟେ ଥିବ I think mice are nice. I think mice are nice. ଏଇ ଦୁଇଟା ଲାଇନ୍ ରିପିଟ୍ ହେଇଛି ବୋଲି ଆମେ ଜାଣିଲା
Which line are repeated in the poem? The first and last line in the poem are repeated. Cody, they are, I think, mice are rather nice. କୋଉ ଲାଇନ୍ରୁ ଜାଣିଲେ ଯେ mice? Which line repeated in the poem? କୋଉ ଲାଇନ୍ରେ repeated ହେଇଛି? The mice are nice, rather nice. The first and last line in the poem are repeated. The mice, I think, mice are rather nice. The first and last line in the poem are repeated. They are, I think, mice are rather nice. Which line are repeated in the poem? First and last line. I think mice are rather nice. ଭଲସେ ବୁଝେଇଲେ ସମସ୍ତଙ୍କର। ଯାହା ଡାଉଟ୍, ଯାହାର PDF ଦରକାର ସେ ମୋତେ ମାଗିବ, ମୁଁ ଦେଇଦେବି। କମେଣ୍ଟରେ କହିବ PDF ଦରକାର ବୋଲି, ମୁଁ PDF ପ୍ରୋଭାଇଡ଼ କରିଦେବି। ଯିବା ଏବେ MCQ। ଜଲ୍ଦି ଜଲ୍ଦି କରିଦେବା MCQ, ଭିଡ଼ିଓଟି ନହେଲେ ଲଙ୍ଗ୍ ହେଇଯିବ। ମାଇସ୍ ଡୋଣ୍ଟ ହାଭ୍, ମୂଷାର କ'ଣ ନଥିଲା? ଲଙ୍ଗ ଟେଲ୍ ଥିଲା, ସ୍ମଲ୍ ଫେସେସ୍ ଥିଲା, ପିଙ୍କ ଇୟର୍ ଥିଲା। ତ କ'ଣ ନଥିଲା ସେ ପଚାରିଛି? ମାଇସ୍ ଡୋଣ୍ଟ ହାଭ୍, କ'ଣ ତାର ନଥିଲା? ତାର ନଥିଲା କ'ଣ? ତାର ନଥିଲା ଥିକ୍ ସ୍କିନ୍। ମୂଷାର କ'ଣ ନଥିଲା? ଥିକ୍ ସ୍କିନ୍। ଏଇଟା ହବ ଆନ୍ସର। ଯିବା क्वेश्चन नंबर डबल आई कि व्हिच इज नॉट ट्रू, कोड़ा सत्य नुह। आग देखीदबा कोड़ा सत्य। द पोएट लाइक माइस, सत्य। एवरीवन लाइक माइस, समस्त भल पाते ना। नो वन लाइक माइस, केही भी भल पाते, भल पाते अधिकांश लोक भल पाती, किछि लोक भल पा लागंती। द पोएट लाइक माइस, तो क्वेश्चन नंबर उत्तर कौन हम? डबल आई रे ए। द पोएट लाइक माइस, व्हिच इज नॉट ट्रू। से पचार नॉट ट्रू कोड़ा? एवरीवन लाइक माइस, ना ना एटा हम डी डी डी। एवरीवन लाइक माइस एंड नो वन लाइक माइस, भल पाते, पोएट भी भल पाई। दे हैव नॉट एनी स्किन एट ऑल मीन दे हैव वेरी थिन स्किन। दे हैव नॉट एनी स्किन, किछि स्किन नहीं कहवा अर्थ बहुत पतला स्किन। बेजिया मैच करवा कौन दे क्वेश्चन देखी दो आग। मैच आइटम अंडर कॉलम ए विथ द आइटम अंडर कॉलम बी। ए रु बी को मैच करवा। गोटे मैच कर दे टेल्स लॉन्ग देखी दे। जॉइन देम विथ लाइन द फर्स्ट वन इज डन फॉर यू। प्रथमटा कर दिया। फेसेसटा तार कौन थिला? स्मॉल। स्किन्स have not any, skins have not any, तार कौन सी प्रकार स्किन नथिला। टीथ व्हाइट, इयर्स पिंक, run about at night, nibble thing they should not touch, tails long, faces small, skins have not any, ears pink, run about at night। एबे जिबा में ब्लैंक को फिल करवा। कविता योर टीचर रीड अलाउड द फर्स्ट 6 लाइन ऑफ द पोएम, फिल इन द गैप व्हाइल लिसनिंग टू हम। तुम शिक्षक बड़ पार्टी पोएम टी पढ़िबे, तुम माने गैप को फिलअप करिवो, पूर्ण करिवो। आई थिंक माइस
are rather nice. Their tails are long. Their faces small. They have not any skin at all. I think, author देखिए I think mice, it answer, are rather nice. Their tails long, their faces small, they have not skin at all. ସବୁ ଲେଖି ଦିଆହେଇଛି, ତୁମାନେ ଭଲସେ ତାକୁ ଲେଖିଦିଅ। ଏବେ ଯିବା ଆମେ, ପୁଣି ଗୋଟେ ଆସିଲା ମ୍ୟାଚ୍। କ'ଣ ଦେଲା ମ୍ୟାଚ୍? ମ୍ୟାଚ୍ ଦ ୱାର୍ଡ phrases under A with their opposite. Opposite କହିଲେ କ'ଣ ବିଲେ କହିଲ? ବିପରୀତ। ବିପରୀତ ଶବ୍ଦ। ବିପରୀତ ଶବ୍ଦକୁ ଆମେ ଲେଖିବା। ତ ଲଙ୍ଗ୍ ର ଅପୋଜିଟ୍ ସର୍ଟ, ହ୍ୱାଇଟ୍ ର ବ୍ଲାକ୍, no one, everyone, small, big, night, day। ଏଇଟା ହେଲା ଆମେ କୋଉ ମ୍ୟାଚ୍ କଲେ? ଅପୋଜିଟ୍ ୱାର୍ଡ, ବିପରୀତ ଶବ୍ଦ। ଲଙ୍ଗ୍ ର ସର୍ଟ, ହ୍ୱାଇଟ୍, ବ୍ଲାକ୍, no one, everyone, small, big, night, day। ଦେଖ ସେସନ୍ 5 usage। when we talk about one person it is singular। singular କାହା କହିବା? ଯେତେବେଳେ ଗୋଟେ ପର୍ସନକୁ ବୁଝେଇବ ବା ଗୋଟେ ଜିନିଷକୁ ବୁଝେଇବ ତାହେଲେ ସିଙ୍ଗୁଲାର। ବଟ୍ when we talk about more than one, ଗୋଟେରୁ ଅଧିକ ହେଲେ ତାକୁ ପ୍ଲୁରାଲ କୁହାଯାଏ। ସିଙ୍ଗୁଲାର ଯେମିତି ବୁକ୍, ଗୋଟେ ବୁକ୍ କହିବା ସିଙ୍ଗୁଲାର, ବୁକ୍ସ କହିଲେ ପ୍ଲୁରାଲ। ତ କ'ଣ ଲାଗିଲା? ଏସ୍ ଲାଗିଲା, କୁ ପ୍ଲୁରାଲ ହେଇଗଲା। ବୁକ୍ସ କହିଲେ ବହୁତ ଗୁଡ଼ିଏ ବୁକ୍, ମାନେ ଗୋଟେରୁ ଅଧିକ, ମାନେ ଦୁଇଟା ବି ଯଦି ହେଇଯିବ ତାକୁ ଆମେ କହିବା ବୁକ୍ସ। ଏମିତି ପେନ୍, ପେନ୍ସ କହିଲେ ଗୋଟେରୁ ଅଧିକ ହେଇଗଲେ ପେନ୍ସ କହିବା। ସେମିତି ବ୍ୟାଗ୍, ବ୍ୟାଗ୍ର ଯଦି ଗୋଟେ ଅଧିକ ହେଇଯିବ ତାହେଲେ ବ୍ୟାଗ୍ସ କହିବା। ତ when we talk about one person, ଯେତେବେଳେ ଗୋଟେ ଜିନିଷ ବା ଗୋଟେ ବ୍ୟକ୍ତି ବିଷୟରେ କୁହାଯାଏ ସିଙ୍ଗୁଲାର। when we talk about more than one person then it's a plural। a thing or person is made plural। ଜିନିଷ ହଉ ବା ମଣିଷ ହଉ ଯୋଉଟା ହେଲେ ପ୍ଲୁରାଲ ହେଇପାରିବ। ତ ଦେଖିବା ତାହେଲେ କିଛି ଏକ୍ଜାମ୍ପଲ ଦେଇଛି ସେ ପ୍ଲୁରାଲ ପାଇଁ। ଦେଖ ଏଠି ବାଇ ଆଡିଂ ଏସ୍, ଏସ୍ ଯୋଉ କରି ଗୋଟେ ପ୍ଲୁରାଲ ହେବ। କୋଉଟା? କ୍ୟାଟ୍ ର କ୍ୟାଟ୍ସ, ଡଗ୍ ର ଡଗ୍ସ। ଇଏସ୍ ଆଡ୍ କଲେ ବି ପ୍ଲୁରାଲ ହେବ। ବସ୍ ର ବସେସ୍, ବୁସ୍ ର ବୁସେସ୍, ମ୍ୟାଙ୍ଗୋ ର ମ୍ୟାଙ୍ଗୋଜ୍, ବକ୍ସ ର ବକ୍ସେସ୍। ଆମେ ଯଦି ଇଏସ୍ ଆଡ୍ କରିବା ତାହେଲେ ବି ପ୍ଲୁରାଲ ହେବ। ଯଦି ଏସ୍ ଆଡ୍ କରିବା ପ୍ଲୁରାଲ ହେବ। ଡଗ୍ ଆଡ୍ କଲେ, ଏସ୍ ଆଡ୍ କଲେ ପ୍ଲୁରାଲ ହେବ। ଯଦି ଇଏସ୍ ବି ଆଡ୍ କରିବା ପ୍ଲୁରାଲ ହେଇପାରିବ। ଦେଖୁନ, ବସ୍ ର ବସେସ୍, ବୁସେସ୍, ମ୍ୟାଙ୍ଗୋଜ୍, ବକ୍ସେସ୍। ଏବେ ଯିବା ଆମେ ସେମିତି ଦେଖ ବାଇ ଚେଞ୍ଜିଂ ସ୍ପେଲିଂ, ସ୍ପେଲିଂ ଚେଞ୍ଜ କରିକି ଆମେ କିଛି ବି ପ୍ଲୁରାଲ କରିପାରିବା। ଯେମିତିକି ମାଉସ ର ମାଇସ୍, ଏଇଟା ଏକ୍ଜାମ ଓରିଏଣ୍ଟେଡ, ଏକ୍ଜାମରେ ଏଇଟା କ୍ୱେଶ୍ଚିନ୍ ଆସେ। ଟୁଥ୍ ର ପ୍ଲୁରାଲ ଟିଥ୍। ଆଉ ଏଡ଼େ ଏସ୍ କୁ ଇଏସ୍ ଆଡ୍ ହେଲାନି, କ'ଣ ଆଡ୍ ହେଲା? କିଛି ସ୍ପେଲ୍ ଆଡ୍ ହେଲା। ଯେମିତିକି ମାଉସ ର ମାଇସ୍, ଟୁଥ୍ ର ଟିଥ୍। ବାଇ ନଟ୍ ଚେଞ୍ଜିଂ ୱାର୍ଡ, ଆମେ ୱାର୍ଡ ଚେଞ୍ଜ ନ କରି ବି ପ୍ଲୁରାଲ ହେବ। ଡିଅର ସବୁବେଳେ ସେମ୍, ଡିଅର ହିଁ ପ୍ଲୁରାଲ। ସିପ୍ ର ସବୁବେଳେ ସେମ୍, ସିପ୍ ହିଁ ପ୍ଲୁରାଲ। କିଛି ଏସ୍ ଆଡ୍ ନ କଲେ ବି ସେ ଆମେ ପ୍ଲୁରାଲ ହେଇଗଲା। ଏବେ ଦେଖିବା ସିଙ୍ଗୁଲାର। ପ୍ଲୁରାଲ କାହାର କୋଉଟା? ମାଉସ ର ମାଇସ୍, କେମିତି ହେଲା ମାଇସ୍? ବାଇ ଚେଞ୍ଜିଂ ସ୍ପେଲିଂ, ସ୍ପେଲିଂ ଚେଞ୍ଜ କରିକି ହେଲା। ଟେଲ୍ ର ଟେଲ୍ସ, ଟେଲ୍ସ କେମିତି ହେଲା? ଆଡିଂ ଏସ୍, ଏସ୍ ଆଡ୍ କରିକି। ଫେସ୍ ର ଫେସେସ୍ କେମିତି ହେଲା? ପ୍ଲୁରାଲ। ଏଟା ସିଙ୍ଗୁଲାର, ଏଟା ହେଲା ପ୍ଲୁରାଲ। ଏଟା ସିଙ୍ଗୁଲାର, ଏଟା ହେଲା ପ୍ଲୁରାଲ।
ଫେସ୍ର ଫେସେସ୍ ହେଲା ଏସ୍ ଆଡ଼୍ କରିକି। ସ୍କିନ୍ର ପ୍ଲୁରାଲ୍ ସ୍କିନ୍ସ। ସ୍କିନ୍ସ କେମିତି ହେଲା ଏସ୍ ଆଡ଼୍ କରିକି। ଇୟର୍ର ପ୍ଲୁରାଲ୍ ଇୟର୍ସ କେମିତି ହେଲା ପ୍ଲୁରାଲ୍ ଏସ୍ ଆଡ଼୍ କରିକି। ଟୁଥ୍ର ପ୍ଲୁରାଲ୍ ଟିଥ୍। ବାଇ ଚେଞ୍ଜିଂ ସ୍ପେଲିଂ ସ୍ପେଲିଂ ଚେଞ୍ଜ କରିକି ଆମେ ଟିଥ୍ କଲେ। ମାଉସ୍ର ମାଇସ୍ ଟେଲ୍ର ପ୍ଲୁରାଲ୍ ଟେଲ୍ସ ଫେସ୍ର ଫେସେସ୍ ସ୍କିନ୍ର ସ୍କିନ୍ସ ଇୟର୍ର ଇୟର୍ସ ଟୁଥ୍ର ଟିଥ୍। ଏଇ ଦୁଇଟା ଆମେ ସ୍ପେଲ୍ ଚେକ୍ କଲେ ସ୍ପେଲ୍ ଚେଞ୍ଜ କଲେ ସ୍ପେଲିଂ। ମାଉସ୍ଟା ଗୋଟେ ଟୁଥ୍ଟା ଗୋଟେ ଗୋଟେ ଆଉ ଏଇଦକ ବାଇ ଆଡ଼ିଂ ଏସ୍ ଏସ୍ ଆଡ଼୍ କଲେ ଆମେ ଆମ ପ୍ଲୁରାଲ୍ ହେଇଗଲା। ବାଇ ଆଡ଼ିଂ କ'ଣ ଏସ୍ ଲେଖିଦିଅ। ଏବେ ଯିବା ରାଇଟିଂ। ରାଇଟିଂକୁ ଯିବା 7ରେ ଅଛି ରାଇଟିଂ। ଯେମିତିକି ଟେଲ୍ ଡ୍ୟାସ୍ ଲଙ୍ଗ୍ ଟେଲ୍ ଅଫ୍ ମାଇସ୍ ଆର୍ ଲଙ୍ଗ୍। ତ ଆମେ ଲେଖିବା ଫେସ୍ର ଫେସେସ୍ ଅଫ୍ ମାଇସ୍ ଆର୍ ସ୍ମଲ୍। ସ୍କିନ୍ କ'ଣ ହେବ ସ୍କିନ୍ ହେବ ମାଇସ୍ ଡୋଣ୍ଟ ହାଭ୍ ଏନି ସ୍କିନ୍ ମାଇସ୍ର ସ୍କିନ୍ ନାହିଁ। ଇୟର୍ସ ଇୟର୍ ଅଫ୍ ମାଇସ୍ ଆର୍ ହ୍ୱାଇଟ୍। ଟିଥ୍ର ଟିଥ୍ ଅଫ୍ ମାଇସ୍ ଆର୍ ହ୍ୱାଇଟ୍। ଏମିତି ଆମର ଆମେ କ'ଣ କରିବା ୱାର୍ଡ଼କୁ ନେଇକି ସେଣ୍ଟେନ୍ସ ବନେଇବା। ଫେସେସ୍ ଅଫ୍ ମାଇସ୍ ଆର୍ ସ୍ମଲ୍ ସ୍କିନ୍ ମାଇସ୍ ହାଭ୍ ନଟ୍ ଏନି ସ୍କିନ୍ ଆଟ୍ ଅଲ୍। ଇୟର୍ ଅଫ୍ ମାଇସ୍ ଆର୍ ହ୍ୱାଇଟ୍ ଟିଥ୍ ଅଫ୍ ମାଇସ୍ ଆର୍ ଇୟର୍ ଅଫ୍ ମାଇସ୍ ଆର୍ ସରି ଏଇଟା ଭୁଲ ହେଇଛି ପିଲାମାନେ ଟିକେ ଇୟର୍ ଅଫ୍ ମାଇସ୍ ଆର୍ ପିଙ୍କ୍ ପିଙ୍କ୍ ଏଇଟା ହେବ। ଟିଥ୍ ଅଫ୍ ମାଇସ୍ ଆର୍ ହ୍ୱାଇଟ୍ ସରି ଏଟାକୁ ଲେଖିଦିଅ ଖାତାରେ ଏଟା କାଟିଦିଅ ପିଙ୍କ୍। ଯିବା ଏବେ ଏବେ ଆମେ କ୍ୱେଶ୍ଚିନ୍ କରିବା। ଏବେ ଆମେ ଆଉ କିଛି କ୍ୱେଶ୍ଚିନ୍ ରହିଲା କରିଦେବା ଆମେ। ଫିଲ୍ ଇନ୍ ଦ ଗ୍ୟାପ୍ସ ୟୁଜିଂ ଦ ୱାର୍ଡ଼ ଗିଭେନ୍। ଆମେ ଗ୍ୟାପ୍କୁ ଫିଲ୍ କରିବା କେମିତି ୱାର୍ଡ଼ କିଛି ଦିଆହେଇଛି। ଦ ଫାର୍ଷ୍ଟ ୱାନ୍ ଇଜ୍ ଡନ୍ ଫର୍ ୟୁ। ଡୋଣ୍ଟ ସି ଦ ପୋଏମ୍। ପୋଏମ୍କୁ ନ ଦେଖି କବିତାକୁ ନ ଦେଖିକି ଆମେ ଫିଲ୍ଅପ୍ କରିବା। କବିତାକୁ ଦେଖିଦେଲେ ତ ଆମେ ଲେଖିଦେଇପାରିବା ତ ଆମେ କବିତାକୁ ନ ଦେଖିକି ଫିଲ୍ଅପ୍ କରିବା। ଫାର୍ଷ୍ଟ ୱାନ୍ ଇଜ୍ ଡନ୍ ଫର୍ ୟୁ ଗୋଟିଏ ଆମ ପାଇଁ କରି ଦିଆହେଇଛି। I think mice are rather କ'ଣ ହେବ I think mice are rather nice. Their tails nice. Their tails long. କ'ଣ ଲେଖିବ Their tails long. Their faces small. They have not skin at all. Their ears are pink. ମୁଁ କହୁଛି ତୁମେ ଲେଖ। Their teeth are ଦେଖିବା ଅଛି ନା ନାହିଁ ଏଇଠି ଲେଖିଦେବ। I think mice are rather nice. Their tails long. Their faces small. They have not skin at all. Their ears pink. Their teeth white. They run about the house at night. The nibble at things they should not touch, and no one seems to like them. I think mice are rather nice. ଏଟାକୁ ଲେଖିଦେବ ତମେ। The poet liked mice. The poet liked mice, however you don't like them. Rewrite the poem expressing your dislike. The first two lines for you.
ପୋଏଟ୍ ସିନା ମାଇସ୍କୁ ପସନ୍ଦ କରିଛନ୍ତି, ସେ କବିତାଟି ଲେଖିଛନ୍ତି। ଭାବ କି ତୁମେ ମାନେ ପସନ୍ଦ କରୁନ, କବିତାଟି କେମିତି ହବ? ଆଇ ଥିଙ୍କ ମାଇସ୍ ଆର୍ ନଟ୍ ନାଇସ୍। ମୁଁ ଭାବୁଛି ମୂଷା ସୁନ୍ଦର ନୁହଁ। ଦେୟାର ଟେଲ୍ସ ଆର୍ ଲଙ୍ଗ, ଦେୟାର ଫେସେସ୍ ସ୍ମଲ୍, they have not any skin at all, their ears are pink, their teeth are white। ଏଇଟାକୁ ପ୍ରଥମେ ଲେଖିଦିଅ। ତ poet like mice, କବି ସିନା ପସନ୍ଦ କରିଛନ୍ତି, ତୁମେ ଯଦି ପସନ୍ଦ କରିନଥାନ୍ତ ତାହେଲେ ପୋଏମଟି କେମିତି ହେଇଥାନ୍ତା? I think mice are rather nice, their tails are long, their faces small, they have not skin at all, their ears pink, their teeth white, they run about the house at night, the evil thing they should not touch। ଏମିତି ପୋଏମଟି ହେଇଥାନ୍ତା। ଆଉ କିଛି କ୍ୱେଶ୍ଚିନ୍ ଆମର ରହିଲା ସେସନ୍ 8ର, ଦେଖିଦେବ ତାକୁ। ହ୍ୱାଟ୍ ଇଜ୍ ଦ ପୋଏମ୍ ଏବାଉଟ୍? ପୋଏମଟି କାହା ବିଷୟରେ ଥିଲା? ଦ ପୋଏମ୍ ଇଜ୍ ଏବାଉଟ୍ ମାଇସ୍। କବିତାଟି କାହା ବିଷୟରେ? ମୂଷାମାନଙ୍କ ବିଷୟରେ। ହ୍ୱାଟ୍ ଇଜ୍ ଦ ପୋଏମ୍ ଏବାଉଟ୍? ଦ ପୋଏମ୍ ଇଜ୍ ଏବାଉଟ୍ ମାଇସ୍। ହୁ ଇଜ୍ ଆଇ ଇନ୍ ଦ ଫାର୍ଷ୍ଟ ଲାଇନ୍ ଅଫ୍ ଦ ପୋଏମ୍? ଏଗୁଡ଼ା କ୍ୱେଶ୍ଚିନ୍ ଆମେ ଅଲରେଡ଼ି କରିସାରିଲେଣି। ଦ ପୋଏଟ୍ ଇଜ୍ I in the first line of poem. By in the first line of poem, the word I is poet। ଆଉ ଥରେ ତୁମ କ୍ୱେଶ୍ଚିନ୍ ନମ୍ବର 1 ଭଲସେ କରିଦେଉଛି। ହ୍ୱାଟ୍ ଇଜ୍ ଦ ପୋଏମ୍ ଏବାଉଟ୍? ଦ ପୋଏମ୍ ଇଜ୍ ଏବାଉଟ୍ ମାଇସ୍। ଦ ପୋଏମ୍ ଇଜ୍ ଏବାଉଟ୍ ମାଇସ୍। ହୁ ଇଜ୍ ଆଇ ଇନ୍ ଦ ଫାର୍ଷ୍ଟ ଲାଇନ୍ ଅଫ୍ ଦ ପୋଏମ୍? In the first line of poem, the word I is the poet। ଫାର୍ଷ୍ଟ ଲାଇନ୍ I କାହାକୁ ବୁଝାଉଛି? କବିଙ୍କୁ ବୁଝାଉଛି। What does the tail of mouse look like? What does the tail of mouse look like? The tail of mouse are long। ମୂଷାର ଲାଞ୍ଜ କେମିତି ଥିଲା? ଲମ୍ବା। The tail of a mouse looks long। ଗୋଟିଏ ମୂଷା ପଚାରିଛି, ଏ ମାଉସ୍, ସେଥିପାଇଁ the tails of a mouse looks long। Where do they run about at night? They run about the house at night। ସେମାନେ କୋଉଠି ଏଣେ ତେଣେ ଘୁରି ବୁଲନ୍ତି? ଘରେ ଘୁରି ବୁଲନ୍ତି। ଦେ ରନ୍ ଏବାଉଟ୍ ଦ ହାଉସ୍ ଆଟ୍ ନାଇଟ୍। ଲେଖିଦିଅ। ହ୍ୱିଚ୍ ଥିଙ୍ଗ ଡୁ ଦେ ନିବିଲ୍? କେଉଁ ଜିନିଷ ଗୁଡ଼ିକ ସେ ଟୁକୁଡ଼ା ଟୁକୁଡ଼ା କରିକି ଦାନ୍ତରେ କାମୁଡ଼ିକି ନଷ୍ଟ କରିଦିଅନ୍ତି? ହ୍ୱିଚ୍ ଥିଙ୍ଗସ୍ ଡୁ ଦେ ନିବିଲ୍? ଦାନ୍ତରେ ଟୁକୁଡ଼ା କରିଦିଅନ୍ତି। କେଉଁ ଜିନିଷ ଗୁଡ଼ିକ? ଦେ ନିବିଲ୍, ସେମାନେ ଟୁକୁଡ଼ା କରନ୍ତି ଦାନ୍ତରେ। ଏଭ୍ରିଥିଙ୍ଗ ଦେ ଫାଇଣ୍ଡ ଇନ୍ ଦ ହାଉସ୍, ଘରେ ଯାହା ପାଆନ୍ତି ତାକୁ ଟୁକୁଡ଼ା କରନ୍ତି। ସେଗୁଡ଼ିକ ମଧ୍ୟରୁ ଦୋଜ୍ ଆର୍ ବୁକ୍ସ, କେକ୍ସ, ଭେଜିଟେବଲ୍, ଫ୍ରୁଟ୍, କ୍ଲଥେସ୍ ଆଣ୍ଡ ବୁକ୍ସ। ସେହି ମଧ୍ୟରୁ କେକ୍, ପରିବା, ଫଳ, ପୋଷାକ, ବହି। ସରିଗଲା ଆମର ମାଇସ୍ ପୋଏମ୍ଟି। ସବୁ ପିଲାମାନେ ଆଶା କରୁଥିବେ ବୁଝିପାରିଥିବ। ଆଉ ଥରେ ଏଇ 5ଟା କ୍ୱେଶ୍ଚିନ୍କୁ କରିଦେଉଛି। ଲେଖିଦିଅ ସମସ୍ତେ। ଟିକେ ସମୟ ମୁଁ ରହୁଛି, ତୁମମାନେ ଲେଖିଦିଅ। ହ୍ୱାଟ୍ ଇଜ୍ ଦ ପୋଏମ୍ ଏବାଉଟ୍? ଦ ପୋଏମ୍ ଇଜ୍ ଏବାଉଟ୍ ମାଇସ୍। ହୁ ଇଜ୍ ଆଇ ଇନ୍ ଦ ଫାର୍ଷ୍ଟ ଲାଇନ୍ ଅଫ୍ ପୋଏମ୍? In the first line of poem, the word I is the poet। What does the tail of a mouse look like? The tails of a mouse looks long। Where do they run about at night? They run about the house at night। ଲେଖିଦିଅ ସମସ୍ତେ। ବୁଝିବା କ୍ୱେଶ୍ଚିନ୍ ନମ୍ବର B କୁ। Which things do they nibble? କେଉଁଗୁଡ଼ିକ ସେମାନେ ଟୁକୁଡ଼ା କରିଦିଅନ୍ତି? ଦେ ନିବିଲ୍ ଏଭ୍ରିଥିଙ୍ଗ they find in the house। Those are
cakes, vegetable, fruits, clothes and book. Thank you everyone. ସମସ୍ତେ ମାଇସ୍ କବିତାଟିକୁ ପଢ଼ିକି ବୁଝିକି ତାକୁ ଖାତାରେ ଲେଖିଦେବ। Thank you all of you.